ଜୟ ଜଗନ୍ନାଥ। ଚାଲନ୍ତୁ ଆଜି ଆମ୍ବ ଖଟା ପ୍ରସ୍ତୁତ କରିବା। ଆମ୍ବ ଖଟା ପ୍ରସ୍ତୁତ ପାଇଁ ମୁଁ 2ଟି ଆମ୍ବ କାଟି ରଖିଛି, ଭୃସଙ୍ଗ ପତ୍ର ରଖିଛି ଆଉ 4ଟି କଞ୍ଚା ଲଙ୍କା କାଟି ରଖିଛି। ଚାଲନ୍ତୁ ଷ୍ଟାର୍ଟ କରିବା ଆମ୍ବ ଖଟା। ପ୍ରଥମେ କରେଇରେ ତେଲ ପକାଇବା। ତେଲ ଗରମ ହୋଇଗଲା ପରେ ଭୃସଙ୍ଗ ପତ୍ର ଆଉ ଫୁଟଣ ପକାଇବା। ଫୁଟଣ ଫୁଟିଗଲା ପରେ କଞ୍ଚା ଲଙ୍କା ପକାଇବା। କଞ୍ଚା ଲଙ୍କାକୁ କିଛି ସମୟ ଭାଜି ସାରିଲା ପରେ ସେଥିରେ ବଟା ଯାଇଥିବା ଜିରା ସୋରିଷ ମସଲା ପକାଇବା। ମସଲା ଭାଜି ହେବା ପାଇଁ ଏମିତି ଡାଙ୍ଗେଇ ଚାଲିଥିବେ ଯେମିତି କରେଇରେ ନ ଲାଗେ। ଦେଖନ୍ତୁ ମସଲା ପ୍ରସ୍ତୁତ ହୋଇସାରିଛି। ଏବେ କଟା ଯାଇଥିବା ଆମ୍ବ ପକାଇବା। ଏହାପରେ ଆମ୍ବ ଓ ମସଲାକୁ କିଛି ସମୟ ପାଇଁ ଡାଙ୍ଗେଇ ଚାଲିବେ ଯେମିତି କରେଇରେ ନ ଲାଗେ। ଏଭଳି ଭାବରେ ଡାଙ୍ଗେଇ ଚାଲିବେ। ଏହାପରେ ଏଥିରେ ସ୍ୱାଦ ଅନୁସାରେ ଲୁଣ ପକାଇବେ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, କଲର୍ ପାଇଁ ରେଡ୍ ଚିଲି ପକାଇବି କାରଣ ଏଥିରେ ରେଡ୍ ଚିଲି ପକାଇଲେ ସୁନ୍ଦର ଦେଖାଯାଇଥାଏ ଏବଂ କଲର୍ ଭଲ ଆସିଥାଏ। ବର୍ତ୍ତମାନ ଏହାକୁ ଭଲ ଭାବରେ ମିକ୍ସ କରିଦେବେ ଯେମିତିକି ପ୍ରତ୍ୟେକ ଆମ୍ବ ଖଣ୍ଡରେ ମସଲା ସବୁ ଲାଗିଯିବ। ଏହିଭଳି ଭାବରେ ଗୋଳାଇ ଚାଲିବେ। ଦେଖନ୍ତୁ ଆମ୍ବରେ ଟିକେ ଟିକେ ପାଣି ଆସିଲାଣି। ଏହି ପାଣି ମରିବା ପର୍ଯ୍ୟନ୍ତ ଏହିଭଳି ଭାବରେ ଗୋଳାଇ ଚାଲିଥିବେ। ବର୍ତ୍ତମାନ ଆମ୍ବରେ ପାଣି ଶୁଖିଗଲାଣି। ଏବେ ପାଣି ଆଡ଼୍ କରିବା। ମୁଁ ଏଠି 1.5 କପ୍ ପାଣି ଦେଇଛି। ଆପଣ ଚାହିଁଲେ ମଧ୍ୟ ଅଧିକ ପାଣି ଦେଇପାରିବେ। ବର୍ତ୍ତମାନ ଏହାକୁ ସିଝିବା ପାଇଁ କିଛି ସମୟ ଛାଡ଼ିଦେବା। ବର୍ତ୍ତମାନ ଚାଲନ୍ତୁ ଦେଖିବା 10 ମିନିଟରେ ଆମ୍ବ କେତେ ପରିମାଣରେ ସିଝିଯାଇଛି। ଦେଖନ୍ତୁ ଆମ୍ବ 10 ମିନିଟରେ କେତେ ସିଝିଯାଇଛି। ପୁରାପୁରି ଆମ୍ବ ସିଝିଯାଇଛି ଆଉ ଢାଙ୍କିବାକୁ ପଡ଼ିବନି। ବର୍ତ୍ତମାନ ଆମେ ଏଥିରେ ଚିନି ଆଡ଼୍ କରିବା। ମୁଁ ଏଠି 1 କପ୍ ଚିନି ନେଇଛି। ଆପଣ ଚାହିଁଲେ ଅଧିକ ମିଠା ମଧ୍ୟ କରିପାରିବେ। ଚିନି ମେଲ୍ଟ ହେଲା ପର୍ଯ୍ୟନ୍ତ ଏଇଭଳି ଭାବରେ ଗୋଳାଇ ଚାଲିବେ। ଦେଖିବେ ଆମ୍ବ ଖଟାରେ ରଙ୍ଗ କେମିତି ବଦଳିଯିବ ଏବଂ ରଙ୍ଗ ଭଲ ଆସିବ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଆମ୍ବ ଖଟା। କେମିତି ଲାଗୁଛି ଦେଖିକି କୁହନ୍ତୁ। ଦେଖନ୍ତୁ କଲର୍ କେତେ ଭଲ ଆସିଛି। ଆପଣମାନଙ୍କୁ ଯଦି ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ କମେଣ୍ଟ ମାଧ୍ୟମରେ ଜଣାଇବେ ଏବଂ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଆଦୌ ଭୁଲିବେ ନାହିଁ। ଜୟ ଜଗନ୍ନାଥ।